ହରିଓମ୍ ଫ୍ରେଣ୍ଡ, ବନ୍ଧୁଗଣ ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସୁବ୍ରତ ଆଷ୍ଟ୍ରୋ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍କୁ। ବନ୍ଧୁଗଣ, ଆଜି ଆମେ ଜାଣିବା ଏହି ଭିଡ଼ିଓରେ 4 ଏପ୍ରିଲ 2024 ତାରିଖ ଗୁରୁବାର ଦିନର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ବନ୍ଧୁଗଣ, ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି ଶାରୀରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କର୍ମ ଜଞ୍ଜାଳରୁ ମୁକ୍ତି ପାଇବା ସହଜ ହୋଇନପାରିବ। ଜଣେ ହିତୈଷୀଙ୍କ ଆନ୍ତରିକ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଆର୍ଥିକ ସ୍ଥିତି ମନ୍ଦ ନହେଲେ ମଧ୍ୟ ଖର୍ଚ୍ଚର ସୁଅକୁ ରୋକି ପାରିବେ ନାହିଁ। ଆଜି ଘରର ଅସଜଡ଼ା କାମକୁ ଆଜି ଆପଣ ସଜାଡ଼ି ନେଇପାରନ୍ତି। ବୃଷ ରାଶି ରବି ସହ ଶୁକ୍ରଙ୍କ ସାନ୍ନିଧ୍ୟରୁ ନିଜ ଲୋକଙ୍କ ସମର୍ଥନ ଲାଭ କରି ମାନସିକ ସ୍ତରରେ ଆଶ୍ୱସ୍ତି ଲାଭ କରିବେ। ଅସାବଧାନତାରୁ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ସୂଚନା ରହିଅଛି। ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଅଧିକାଂଶ ସମୟ ମାନସିକ ଅସ୍ଥିରତା କାରଣରୁ କୌଣସି ନିଷ୍ପତ୍ତି ନେବା ସହଜ ହୋଇନପାରେ। ମିଥୁନ ରାଶି ବୁଧ ସହ ବୃହସ୍ପତି ସଂଯୋଗ ଜନିତ ଆପଣ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାହାଯ୍ୟ ଏବଂ ସମର୍ଥନ ଲାଭ କରି କାମ ହାସଲ କରିପାରିବେ। ପାରିବାରିକ ଜୀବନରେ ଅସୁବିଧା ଉପୁଜିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାକୁ ନିଷ୍ପତ୍ତି ନେଇପାରନ୍ତି। କର୍କଟ ରାଶି ଷଷ୍ଠସ୍ଥ ରାଶ୍ୟାଧିପ ହେତୁ ଆଜି ଶାରୀରିକ ଏବଂ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ଏବଂ ଉତ୍ସାହନ ଉଦ୍ଦୀପନ ନେଇ କାମ କରିବେ। ଯେକୌଣସି କାମରେ ଚେଷ୍ଟା ସଫଳ ହେବାରେ ଜଣେ ହିତୈଷୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ବାଣିଜ୍ୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରନ୍ତି। ସିଂହ ରାଶି ବୃହସ୍ପତି ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ କଣ ଭାବସ୍ଥ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟ ମିଳିବ। ବ୍ୟୟ ବୃଦ୍ଧି ଜନିତ ଦୁଶ୍ଚିନ୍ତାର ମନ ଉଦ୍ବେଳିତ ରହିବ ନିଶ୍ଚିତ ଅଟେ। ଆଜି ତରବରିଆ ଯାତ୍ରା ନ କରିବା ଭଲ ଅଟେ। ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ। ଅଧ୍ୟୟନ ଏବଂ ଅଧ୍ୟାପନ, କଳା, ସାହିତ୍ୟ, ସଙ୍ଗୀତ ଇତ୍ୟାଦି କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। କନ୍ୟା ରାଶି ରାଶିରେ କେତୁ ପ୍ରଭାବରୁ ଆପଣଙ୍କ ଶ୍ଳେଷାସପୂର୍ଣ୍ଣ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଅଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଆଜି ଯାହା ଆଶା ରଖିଛନ୍ତି ତାହା ବିଳମ୍ବରେ ପାଇବେ। ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିପାରିବେ। ତୁଳା ରାଶି ବୁଧ ଏବଂ ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରେ ନିଜକୁ ଚଳାଇ ନେବାର କଳା ଯୋଗୁଁ ପ୍ରାୟତଃ ଅସୁବିଧା ରହିବ ନାହିଁ। ସାହାଯ୍ୟ ସହଯୋଗ ମନୋଭାବରୁ ଅଫିସରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟରେ ମନର ବଳ ଖୁବ୍ ଟାଣ ରହିବ ଏବଂ ପ୍ରତିବନ୍ଧକକୁ ହଟେଇ ଲାଭବାନ ହେବେ। କଚେରୀ ମାମଲା ସକାଶେ ଦୁଶ୍ଚିନ୍ତା ବଢ଼ିପାରେ। ବୃଷ ରାଶି ଚତୁର୍ଥସ୍ଥ ପରସ୍ପର ବିରୁଦ୍ଧାତ୍ମକ ଗ୍ରହ ହେତୁ କେତେକ କାମ ସକାଶେ ପରିସ୍ଥିତି ଅନୁକୂଳ ରହିବ ନାହିଁ। ବ୍ୟବସାୟ, ପରିବହନ ଏବଂ ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିପାରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନର ଆଶା ଦୁର୍ଲଭ ହୋଇପଡ଼ିବ। ରୋଗ, ଋଣ ଏବଂ ପାରିବାରିକ ସମସ୍ୟାରୁ ରକ୍ଷା ପାଇବାର ପରିକଳ୍ପନା କରିପାରନ୍ତି। ଧନୁ ରାଶି ଦ୍ୱାଦଶସ୍ଥ ଏକାଧିକ ଗ୍ରହ ହେତୁ କୌଣସି ବିବାଦ, ପ୍ରତିଦ୍ୱନ୍ଦ୍ୱିତା, ତର୍କ ବିତର୍କରେ ପଶିବା ଠିକ୍ ହେବ ନାହିଁ। ଉଚ୍ଚଶିକ୍ଷା, ସନ୍ତାନ, ପ୍ରେମ ଏବଂ ପ୍ରଣୟ କ୍ଷେତ୍ରରେ ସମସ୍ୟା ବଢ଼ିଯିବା ସୂଚନା ରହିଅଛି। ଅବଶ୍ୟ ବନ୍ଧୁଙ୍କ ସଦ୍ଭାବ ଏବଂ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ। ବନ୍ଧୁଙ୍କ ନିକଟରୁ ସକାଳୁ ଶୁଭ ଖବର ପାଇପାରନ୍ତି। ମକର ରାଶି ରାଶିରେ ଚନ୍ଦ୍ରଙ୍କ କୁପ୍ରଭାବରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ନିକଟତର ହେବା ପାଇଁ ଚେଷ୍ଟା କରିବେ। ପରିବହନ, ଶିଳ୍ପ, ନିର୍ମାଣ, ବ୍ୟବସାୟରେ ଉନ୍ନତି ଘଟିବ। କିନ୍ତୁ ପରିବାରରେ ସ୍ତ୍ରୀ କିମ୍ବା ସ୍ୱାମୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
କୌଣସି କ୍ଷେତ୍ରରେ ତରବର ନ ହୋଇ ଉଚିତ ପଦକ୍ଷେପ ନେଲେ ଆଜି ଆପଣ କୃତକାର୍ଯ୍ୟ ହେବେ। କୁମ୍ଭ ରାଶି ଷଷ୍ଠାଦୀପ ଏକାଦଶସ୍ଥ ଯୋଗୁଁ ଆଶା କରିଥିବା ଋଣ ପାଇବାରେ ଅସୁବିଧା ହେବ ନାହିଁ। ଅନ୍ୟମନସ୍କ ରହି କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖା କରିପାରନ୍ତି। ଭାବ ପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ। ଯାତ୍ରା ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଅନୁକୂଳ ରହିବ। ମୀନ ରାଶି ବୁଧଙ୍କ ପ୍ରଭାବରୁ ନିଜ ଲୋକଙ୍କୁ ମନାଇ କାମ ହାସଲ କରିବା ସକାଶେ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ବନ୍ଧୁଙ୍କ ସମ୍ପର୍କରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତି କଳା ସାହିତ୍ୟ ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓଟିକୁ ଆପଣମାନେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।